ଜୀବନର ସବୁଠାରୁ ବଡ଼ ଯୁଦ୍ଧ ବାହାର ଜଗତ ସହ ନୁହେଁ, ମନ ସହ ହୁଏ। ଆଉ ଏହି ମନ ଯାହା ଆମକୁ ସଫଳତା ଦେଇପାରେ କିମ୍ବା ଆମକୁ ନଷ୍ଟ ମଧ୍ୟ କରିପାରେ। ଯେଉଁମାନେ ନିଜର ମନକୁ ବୁଝିପାରିଛନ୍ତି ସେମାନେ ନିଜର ଜୀବନକୁ ଗଢ଼ି ପାରିଛନ୍ତି। ଆଉ ଏହି ଗଳ୍ପଟି ହେଉଛି ଗୌତମ ବୁଦ୍ଧଙ୍କର ଏକ ଅଦ୍ଭୁତ ଶିକ୍ଷା, ଯେଉଁଥିରେ ସେ ଜଣେ ଶିଷ୍ୟକୁ ଏମିତି ଏକ ଉଦାହରଣ ଦେଇ ଶିଖାଇ ଦେଇଥିଲେ ଯେ ମନକୁ ନିୟନ୍ତ୍ରଣ କିପରି କରାଯିବ। ଆଉ ଏହି ଗଳ୍ପ ନା କେବଳ ଶାନ୍ତି ଓ ସମାଧାନ କଥା ବୁଝାଏ, ବରଂ ଏହା ଆମକୁ ନିଜ ମନ ସହ ଦୟାପୂର୍ଣ୍ଣ ଭାବରେ ବ୍ୟବହାର କରିବାକୁ ଶିଖାଏ। ଚାଲନ୍ତୁ ତେବେ ଶୁଣିବା ଏହି ଅଦ୍ଭୁତ ବୁଦ୍ଧ ଗଳ୍ପଟିକୁ। ପ୍ରାଚୀନ କାଳର କଥା, ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କ ସହିତ ଜଙ୍ଗଲ ମଧ୍ୟରେ ଚାଲି ଚାଲି ଯାଉଥିଲେ। ଗଛ ଲତା, ପତ୍ର, ଫୁଲର ମଧୁର ଶବ୍ଦ ଓ ଜଙ୍ଗଲର ଶାନ୍ତ ପରିବେଶ ମନକୁ ଏକ ଅନ୍ୟ ଜଗତରେ ନେଇଯାଉଥିଲା। ଏପରି ସମୟରେ ତାଙ୍କର ଏକ ଶିଷ୍ୟ ମନରେ ଅନେକ ଉତ୍ତାପ ନେଇ ବସିଥିଲେ। ସେ ଅନେକ ଦିନ ଧରି ଧ୍ୟାନ କରୁଥିଲେ, କିନ୍ତୁ ତାଙ୍କର ମନ କେବେ ଶାନ୍ତ ହେଉନଥିଲା। ସେ ବୁଦ୍ଧଙ୍କୁ ପଚାରିଲେ, ଭଗବାନ, ମୁଁ ଅନେକ ଦିନ ଧରି ଧ୍ୟାନ କରୁଛି, ଯଥେଷ୍ଟ ଚେଷ୍ଟା କରୁଛି, କିନ୍ତୁ ମୋର ମନ ଶାନ୍ତ ହେଉନାହିଁ କାହିଁକି? ମୁଁ ବସିଲେ ମନ ଗତକାଲିର ଦୁଃଖକୁ ମନେ ପକାଇ ଦେଉଛି, କେବେ ତ ଭବିଷ୍ୟତର ଭୟ ଆଣି ଦେଉଛି। ମୋ ମନ କେବେ ଏଠି କେବେ ସେଠି ଭ୍ରମଣ କରୁଛି। ମୁଁ ଏହାକୁ କିପରି ନିୟନ୍ତ୍ରଣ କରିପାରିବି? ବୁଦ୍ଧ ଏକ ମୃଦୁ ହସ ହସିଦେଲେ, କିଛି କହିଲେ ନାହିଁ। ଚୁପ୍ ହୋଇ ସେ ଗଛ ତଳେ ବସି ଶାନ୍ତ ଭାବରେ ଶିଷ୍ୟକୁ ଅନେଇ ରହୁଥିଲେ। ତାପରେ ଶିଷ୍ୟକୁ ଏକ ଖାଲି ପାତ୍ର ଦେଇ କହିଲେ, ହେ ଶିଷ୍ୟ, ଏହି ପାତ୍ରକୁ ଜଳରେ ଭରି ଆଣ ଏବଂ ଏଥିରେ କିଛି ମାଟି ପକେଇ ଭଲ ଭାବରେ ହଲାଇ ଦିଅ। ଶିଷ୍ୟ ଗଲା ଓ ପାତ୍ର ଜଳରେ ଭରି ଆଣିଲା ଏବଂ ଏଥିରେ କିଛି ମାଟି ପକେଇ ଭଲ ଭାବେ ହଲେଇ ଦେଲା। ପାତ୍ରରେ ଜଳ ଅସ୍ପଷ୍ଟ ଅସ୍ଥିର ହୋଇଗଲା। ଜଳ ବହୁତ ମଇଳା ହୋଇଗଲା। ବୁଦ୍ଧ କହିଲେ, ତୁମେ କିନ୍ତୁ ନୀରବ ରୁହ, କିଛି କରନି, ଅପେକ୍ଷା କର, ଖାଲି ସେ ପାତ୍ରଟିକୁ ଦେଖି ରୁହ। ଏମିତି ଅନେକ ସମୟ ବିତିଗଲା। ଶିଷ୍ୟ ଦେଖିଲେ ଯେ ଜଳ ମଧ୍ୟରେ ଥିବା କ୍ଲେଶ ବା ମଇଳା ଆସ୍ତେ ଆସ୍ତେ ଧୀରେ ଧୀରେ ତଳକୁ ବସି ଯାଉଛି ଏବଂ ଉପର ଜଳ ଶାନ୍ତ ଏବଂ ସ୍ପଷ୍ଟ ହୋଇଯାଉଛି। ବୁଦ୍ଧ କହିଲେ, ଏହି ପାତ୍ର ତୁମର ମନର ନିମିତ୍ତ ପ୍ରତୀକ। ଯେମିତିଆ ତମର ମନ, ସେଇଭଳିଆ ଏହି ପାତ୍ର। ଯେତେବେଳେ ତୁମେ ଏହାକୁ ହଲାଇଲ, ଜଳ ଅସ୍ଥିର ହୋଇଗଲା, କିନ୍ତୁ ଯେତେବେଳେ ତୁମେ କିଛି କଲ ନାହିଁ, ମାତ୍ର ଅପେକ୍ଷା କଲ, ଏହା ନିଜେ ଶାନ୍ତ ହୋଇଗଲା। ଆଉ ମନକୁ ଶାନ୍ତ କରିବାକୁ ବଳପୂର୍ବକ ଚେଷ୍ଟା କରିବା ଉଚିତ ନୁହେଁ। ତୁମକୁ ଦେଖିବାକୁ ପଡ଼ିବ, ଏ ମନକୁ ଅନୁଭବ କରିବାକୁ ପଡ଼ିବ, ଅପେକ୍ଷା କରିବାକୁ ପଡ଼ିବ, ଧୈର୍ଯ୍ୟ ରଖିବାକୁ ପଡ଼ିବ, ଶାନ୍ତ ହେବାକୁ ପଡ଼ିବ। ଯେତେବେଳେ ତୁମେ ଏ ମନକୁ ଅନୁଭବ କରିପାରିବ, ବୁଝିପାରିବ, ଏ ମନକୁ ଦେଖିପାରିବ, ଶାନ୍ତରେ ଅନୁଭବ କରିପାରିବ, ସେତେବେଳେ ହିଁ ମନ ସ୍ଥିର ହୋଇଯିବ। ସେ ଆହୁରି କହିଲେ, ମନ ହେଉଛି ଏକ ଅତ୍ୟନ୍ତ ଶକ୍ତିଶାଳୀ ବନ୍ଦର, ଯାହା ଅନ୍ୟ ମନସ୍କତା, ଚିନ୍ତା, ଭୟ, ଆଶା, ତାରୁଣ୍ୟ, ଭବିଷ୍ୟତ ଦ୍ୱନ୍ଦ୍ୱରେ ଅବାନ୍ଧିତ ଭାବରେ ଚାଲିଥାଏ। ଯଦି ତୁମେ ମନକୁ ଶାସନ କରିବାକୁ ଚେଷ୍ଟା କର, ତେବେ ଏହା ଅଧିକ ଅଶାନ୍ତ ହୋଇଯିବ। ଯଦି ତୁମେ ଏହାକୁ ବୁଝିବାକୁ ଚେଷ୍ଟା କର, ଦେଖିବାକୁ ଚେଷ୍ଟା କର, ଶିଖିବାକୁ ଆରମ୍ଭ କର, ତେବେ ତୁମର ମନ ଶାନ୍ତ ହୋଇଯିବ। ଧ୍ୟାନରେ ବସିଯାଅ, ଆଖି ବନ୍ଦ କରିଦିଅ ଏବଂ ଶ୍ୱାସ ଆସୁଛି ଯାଉଛି, ସେଇ ଯୋଉ ଶ୍ୱାସ ବା ପ୍ରଶ୍ୱାସ, ମୋ ଜାଣତରେ ମୋର ଶ୍ୱାସ ଆସୁଛି ଓ ଯାଉଛି। ମନ ଭ୍ରମଣ କରୁଛି ଏପଟ ସେପଟ। ତ ମନକୁ ଧୀରେ 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 ନିଜର ଶ୍ୱାସରେ ଲଗେଇ ଦିଅ। ମନ ଓ ଶ୍ୱାସ ଦୁହେଁ ଜନ୍ମ ଜନ୍ମର ବନ୍ଧୁ। ଆଉ ଶ୍ୱାସରେ ମନକୁ ଅବସ୍ଥାପିତ କଲେ ଆପେ ଆପେ ମନ ଶାନ୍ତ ହେବା ଆରମ୍ଭ କରିଦିଏ। ଏହି ପ୍ରକ୍ରିୟାରେ କିଛି ସମୟ ରହିଲେ ତୁମର ମନ ଶାନ୍ତ ହୋଇଯିବ। ଏଇଭଳି ମନ ଉପରେ ସମ୍ପୂର୍ଣ୍ଣ ଲଗାମ ଆଣିପାରିବ।
ଆଉ ମନକୁ ଜିତିବା ମାନେ ନିଜ ପ୍ରକୃତି ନିଜ ଜୀବନ ଉପରେ ଅଧିକାର ପ୍ରାପ୍ତ କରିବା। ଯେତେବେଳେ ତୁମେ ତୁମର ମନକୁ ବୁଝିପାରିବ, ତୁମେ ଜଗତର ଯେକୌଣସି ଦୁଃଖ, ଭୟ, ଅସୁବିଧାକୁ ଶାନ୍ତି ଓ ଦୟା ସହିତ ଗ୍ରହଣ କରିପାରିବ। ଗୌତମ ବୁଦ୍ଧଙ୍କର ଏହି ଗଳ୍ପ ଆମକୁ ଏକ ଗଭୀର ସତ୍ୟ ଶିଖାଏ। ମନକୁ ବଳପୂର୍ବକ ଦମନ କରିବା ନୁହେଁ, ବରଂ ନମ୍ରତା, ଧୈର୍ଯ୍ୟ ସହିତ ବୁଝିବା ଦରକାର। ଯେପରିକି କଳୁଷିତ ଜଳ କିଛି ସମୟ ପରେ ଶାନ୍ତ ଓ ସ୍ପଷ୍ଟ ହୋଇଯାଉଛି, ସେହିପରି ଆମର ମନ ବି ଧୀରେ ଧୀରେ ଶ୍ୱାସ ପ୍ରଶ୍ୱାସରେ ଲଗେଇ ଦେଲେ ସ୍ଥିର ଏବଂ ଶାନ୍ତ ହୋଇପାରିବ। ଯଦି ଆମେ ତାକୁ ଅନୁଭବ କରିପାରିବା, ତାକୁ ସ୍ୱୀକାର କରିପାରିବା, ତାହେଲେ ଆମର ଭିତରେ ଜ୍ଞାନ ଉଦୟ ହେବ। ଆଉ ଏହି ଜ୍ଞାନ ମାନବ ଜୀବନର ସମସ୍ତ କ୍ଷେତ୍ରରେ ଆଲୋକ ଦେଇପାରିବ। ଯଦି ଆପଣ ମନକୁ ଜିତି ପାରିବେ, ତେବେ ସଂସାରର କୌଣସି ଚିନ୍ତା, ଭୟ କିମ୍ବା ଦୁଃଖ ଆପଣଙ୍କୁ ହଲଚଲ କରିପାରିବ ନାହିଁ। ଆଉ ଏହି ଗଳ୍ପ ଯଦି ଆପଣଙ୍କୁ ପ୍ରେରଣା ଦେଇଥାଏ, ତେବେ ଏହାକୁ ଅନ୍ୟମାନଙ୍କୁ ସେୟାର କରନ୍ତୁ, ଯାହାଫଳରେ ଆମେ ମିଶି ଏକ ଶାନ୍ତ, ସଚେତନ ସମାଜ ଗଢ଼ିପାରିବା। ଧନ୍ୟବାଦ ସମସ୍ତଙ୍କୁ।